ମହେଶଙ୍କ ନାଁ କଣ? ନେଗି ବେହେରା। କଣ କହିବ ଅଭିଯୋଗ? ଅଭିଯୋଗ କଣ, ବାପା ଆମର ତ ଏଇ ଘର ଆସିଥିଲା, ସେଠୁ ଘର ଲାଗି ଆମେ ପାଇନୁ। ସେ କହୁଛି ମାନେ 45,000 ତମେ ନେଇଛ, ଏକଥା କହନ୍ତି। ଆମେ ମାନେ ଖାତାକୁ ଆମର 5 ପଇସା ଆସିନି। ପଇସା କିଏ ଖାଇଛି ବୋଲି ଭାବୁଛ? କିଏ ଖାଇ ଭାବୁଛି, ତା ଭିତରେ ଯାହା ଖାଇଥିବେ ନା ସେ ବେଲଡବ୍ଲ୍ୟୁ ସାର୍ ଜାଣିଥିବେ, ମାନେ ସରପଞ୍ଚ ଜାଣିଥିବେ। ଆଉ ଆମେ କଣ ସେଟା କହିପାରିବୁ? ସେ ତା ଭିତରେ ସେ ଯାହା କରିଥିବେ ନା। ପଇସା ଯୋଉ ଆସିଲା, ଆମେ ତ ଘର ଚଳିଲୁ। ପଇସା କଣ ହେଲା? ଆମେ କଣ ଖାଇଗଲୁ ନା କଣ କଲୁ? ଘର ତ ଆମର ଆସିନି ନା। ଆଜ୍ଞା ରମେଶ ବେହେରା, ମୁଁ ମେଘି ବେହେରା ପୁଅ ଆଜ୍ଞା ହେବି। ତେଣୁକରି 12-13 ମସିହାରେ ଘର କୁହନ୍ତି ଆସିଥିଲା ଭଳିଆ, କିନ୍ତୁ ବିଲ୍ ଦେଖେଇଲା ଆସିକି କମ୍ପ୍ୟୁଟର ଦେଖେଇଲା ଆସିକି କହିଲେ ତମେ 45,000 ଘର ନେଇକି କରିଛ। ଦେଖିଲା ସେ ଆଜ୍ଞା ଟଙ୍କାଟେ ପଇସା ବି ଆମ ଖାତାକୁ ଆସେନି କି ଆମେ ଜାଣିନୁ ଆଜ୍ଞା ଏ ବିଷୟରେ। ପଇସା କୁଆଡେ ଗଲା? ପଇସା ଆଜ୍ଞା କୁହନ୍ତି ତମେ ନେଇଛ ବୋଇଲା, ଦେଖିଲା ସେ ଆମେ ଟଙ୍କାଟେ ଆସେନି କି ଇଏ VLW ସାର୍ କହିଲେ କମ୍ପ୍ୟୁଟର ଶୋ କରି ତମର ଆଣିଛ କହିଲେ। ଆମେ କହିଲୁ ଯୋଉ ପଞ୍ଚାୟତ ଆମର ଯିଏ ପିଏନ୍ ଅଛି, ତମେ ପଚାରିଲେ କି ସାର୍ ତମେ ତ ସୋରିଷ ପଟେ ଜାଣିଥିବ ସାର୍, ଆମ ଘର ତମେ ଜାଣିଥିବ ନା ନାଇଁ? ପଞ୍ଚାୟତ ପିଏନ୍ କହିବାରୁ କହିଲେ ସେଟା କଣ ଅଛି ଆମେ ଜାଣିବୁ। ଆମର ହେଲା ମଳମୂତ୍ର କରିବା କଥା, ଆମ ସାର୍କୁ ମଳମୂତ୍ର କରିବା ବୋଲି ଆମେ ମାନେ ଲିଖିତ ତାଙ୍କୁ ଦେଇଦେବୁ। ସିଏ କଣ କରିବେ କରିବା କଥା ସେମାନେ ବୁଝିବେ। ଆମେ ପଇସା କଣ ହେଲା ଆମେ ଜାଣିବୁ। ପଞ୍ଚାୟତ ପିଏନ୍ କହିଲି, ପଞ୍ଚାୟତ ପିଏନ୍ ଉତ୍ତର ଆମକୁ ଏ କଥା କହିଲେ। ପଇସା କିଏ ନେଇଛି ବୋଲି ଭାବୁଛନ୍ତି? ପଞ୍ଚାୟତ ଗଲାଥରକ ଅଶୋକ ଆଜ୍ଞା ଥିଲା, 12-13 ମସିହାରେ ଅଶୋକ ଥିଲେ ଆଜ୍ଞା। ତାଙ୍କୁ ପଚାରିଲୁ, ସିଏ କହିଲେ 45ଟା ଫାଇଲ ମୁଁ ତିଆରି କରି ରଖିଥିଲି। ଅଶୋକ କଣ ଥିଲା? ସରପଞ୍ଚ ଥିଲେ, ପୂର୍ବତନ ସରପଞ୍ଚ। ପୂର୍ବତନ ସରପଞ୍ଚ ଥିଲେ। ତା ପାଖ ସରପଞ୍ଚକୁ ପଚାରିଲି, ମୁଁ କହିଲି ଭାଇ ତମେ ଆଉ ଗୋଟେ ସରପଞ୍ଚ ଆସିଲେ, ତାଙ୍କୁ ପଚାରିଲି, ମୁଁ କହିଲି ତମେ କେମିତି ଫାଇଲଟା କଣ କଲ? ନା ବୋକା, ମତେ ଫାଇଲଟା କେମିତି ମୁଁ ରଖିଲି କେମିତି? ଫାଇଲଟା ତ VLW ରହିବ, ସବୁ ଚାବିଟା ରହିଲା, ଆଉ ମୁଁ ବ୍ଲକରେ ଡିପୋଜିଟ୍ କଲି କେମିତି? ତେଣୁକରି ଏମିତି କରିକି ଆଜ୍ଞା ପଇସା ଆମେ ଟଙ୍କାଟା ବୋଉଙ୍କ ଖାତାକୁ ଆସିନି, କି ଘର ଆଜ୍ଞା ଟୋଟାଲି ଆମେ ଏ ପଇସାରେ ଆସିନି, କି ଘର କଣ ଭଲ ମନ୍ଦ ଜାଣିନୁ କିଛି।